ମା ଦକ୍ଷିଣକାଳୀଙ୍କ ମୁଖ୍ୟ କବାଟ ପିତ୍ତଳରେ ଝଲସିବ। ନୟାଗଡ଼ର ଇଷ୍ଟ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର ପିତ୍ତଳ କବାଟରେ ଝଲସିବ। ବହୁ ବର୍ଷର ଅପେକ୍ଷା ପରେ ଆଜି ରବିବାର ପୂର୍ବାହ୍ନ 11ଟା ସମୟରେ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ନବନିର୍ବାଚିତ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ ପିତ୍ତଳ କବାଟ ନିର୍ମାଣ ନିମନ୍ତେ ପ୍ରାୟ 10 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତମାନେ ଦାନ ଆକାରରେ ପ୍ରଦାନ କରିବେ ବୋଲି ସ୍ୱତଃ ମତବ୍ୟକ୍ତ କରିଥିଲେ। ଏତଦ୍‌ବ୍ୟତୀତ ମନ୍ଦିରର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିରର ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କିଶନ କୁମାର ଦାସ, ଉପସଭାପତି ଦାଶରଥୀ ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର, କୋଷାଧ୍ୟକ୍ଷ କମଳ କୁମାର ପଟ୍ଟନାୟକଙ୍କ ସମେତ 25 ଜଣରୁ ଉର୍ଦ୍ଧ୍ୱ କାର୍ଯ୍ୟକାରିଣୀ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଗତ ପଣାଯାତ୍ରା ସମୟରେ ବିଶେଷ ସହଯୋଗ କରିଥିବା ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, ଦେବୋତ୍ତର ମ୍ୟାନେଜରଙ୍କ ସମେତ ପ୍ରତିନିଧିମାନେ ପ୍ରସାଦ ସେବନରେ ଯୋଗ ଦେଇଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।